ଓଡ଼ିଶା ସରକାର ଆଣିଲେ ଏକ ନୂତନ ଅପଡେଟ୍। ଦେଖନ୍ତୁ ପେପରରେ ନ୍ୟୁଜ୍ ଆସିଛି। ଏହାକୁ ନେଇକି ମଧ୍ୟ ସିଏମ୍ ତାଙ୍କର ଟ୍ୱିଟର ଆକାଉଣ୍ଟରେ ଏହି ଅପଡେଟ୍ଟିକୁ ଜଣାଇଛନ୍ତି। ଦେଖନ୍ତୁ ଏହି ଅପଡେଟ୍ଟି କ'ଣ। ପୁଅ ହେଲେ 10,000, ଝିଅ ହେଲେ 12,000। ଏହା କ'ଣ ଦେଖନ୍ତୁ ଏଠି ଲେଖା ହେଇଛି। ରାଜ୍ୟରେ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ PMY। ଦେଖନ୍ତୁ ତଳେ ସବୁ କ'ଣ ଲେଖା ହେଇଛି। ଏହା ବିଷୟରେ ଏବେ ମୁଁ ଡିଟେଲ୍ସରେ କହୁଛି। ଆପଣ ଯଦି ଡିଟେଲ୍ସରେ ଏହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଭିଡ଼ିଓକୁ ଆଗକୁ ନିଶ୍ଚୟ ଦେଖନ୍ତୁ ଏଠି ଲେଖା ହେଇଛି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ କରାଯିବ। ଏଥିରେ ପୁତ୍ର ସନ୍ତାନ ଜନ୍ମ କଲେ 10,000 ଓ ଝିଅ ଜନ୍ମ କଲେ 12,000 ଟଙ୍କା ସହାୟତା ମିଳିବ। ପୂର୍ବରୁ ଉଭୟ କ୍ଷେତ୍ରରେ ରାଜ୍ୟ ସରକାର 10,000 ଟଙ୍କା ପ୍ରଦାନ କରୁଥିଲେ। ମାତ୍ର ରାଜ୍ୟ ସରକାର କନ୍ୟା ସନ୍ତାନ ପ୍ରସବ କ୍ଷେତ୍ରରେ ଅଧିକ 2,000 ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। କନ୍ୟା ସନ୍ତାନ ପାଇଁ ପୂର୍ବରୁ 10,000 ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ 12,000 ଟଙ୍କା ଦିଆଯିବ। ସର୍ବାଧିକ 2ଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ। ତେବେ ଆଦିମ ଜନଜାତି ବର୍ଗର ମହିଳାମାନଙ୍କ କ୍ଷେତ୍ରରେ 2ଟି ସନ୍ତାନ ସୀମା ଲାଗୁ ହେବ ନାହିଁ। ଏଥିରେ ସହାୟତା କରୁଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ 200 ଟଙ୍କା ବଦଳରେ 250 ଟଙ୍କା ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ 50 ଟଙ୍କା ପରିବର୍ତ୍ତେ 150 ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଏହି ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ 511 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର 115.97 କୋଟି ପ୍ରଦାନ କରିବା ବେଳେ ରାଜ୍ୟ ସରକାର 395.75 କୋଟି ଟଙ୍କା ଯୋଗାଇ ଦେବେ। ଏହାଦ୍ୱାରା ପ୍ରାୟ 4,50,000 ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବାର ସମ୍ଭାବନା ରହିଛି। ଦେଖନ୍ତୁ ଏଇ ଯେଉଁ ଅପଡେଟ୍, ଏହାକୁ ନେଇକି ସିଏମ୍ ମଧ୍ୟ ତାଙ୍କର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ତାହା ମଧ୍ୟ ମୁଁ ଆପଣଙ୍କୁ ଦେଖାଉଛି, ଆପଣ ଦେଖନ୍ତୁ। CMO ଓଡ଼ିଶା ନାମକ ସିଏମ୍ଙ୍କର ଯେଉଁ ଟ୍ୱିଟର ଆକାଉଣ୍ଟଟି ରହିଛି ଏଥିରେ ପୋଷ୍ଟ କରାଯାଇଛି ମଧ୍ୟ। ଏଥିରେ ଲେଖାଯାଇଛି ଯେ ରାଜ୍ୟରେ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା। ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଏବଂ କନ୍ୟା ସନ୍ତାନ ପାଇଁ ମିଳିତ ଯୋଜନାରେ 12,000 ଟଙ୍କା ଦିଆଯିବ। ସର୍ବାଧିକ 2ଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ। ତେବେ PVTG ମାନଙ୍କ କ୍ଷେତ୍ରରେ 2ଟି ସନ୍ତାନ ସୀମା ଲାଗୁ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି। ଆପଣମାନେ ଜାଣିପାରିଲେ, ପୂର୍ବରୁ 10,000 ମିଳୁଥିଲା, ଏବେ ପୁଅମାନଙ୍କୁ 10,000 ମିଳିବ ଓ ଝିଅମାନଙ୍କୁ 12,000 ମିଳିବ। ଏହି ଅପଡେଟ୍ଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣାନ୍ତୁ ଓ ଏହିଭଳି ଅପଡେଟ୍ ସବୁ ଜାଣିବା ପାଇଁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରି ରଖନ୍ତୁ।